ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। द्वितीय खंड अर्जुन विषाद जोग। प्रथमे तांकर देह और इंद्रिय मध्यरे प्रतिक्रिया सृष्टि हैला। क्षत्रिय पाई जहा परम कर्तव्य सेथिप्रति तांक मनरे तीव्र विद्वेष और वितृष्णा हैला। से कृष्ण को संबोधन करी कहिले, द्रोष्टेवं स्वजनं कृष्ण जुजुश्चु समुपस्थितं सीदन्ति मम गात्राणि मुखं च परिशुष्यति वेपथुश्च शरीरे मे लोमहर्षश्च जायते गाण्डीवं संस्रते हस्त्वत् त्वच्चैव परिदह्यते न च शक्लम्य व्यस्तातुं भ्रामतीव च मे मनः निमितानि च पश्यानि विपरीतानि केशव न च श्रयम् अनुपश्यामि हतं स्वजनमहोवे न काङ्क्षे विजयं कृष्ण न च राज्यं सुखानि च किं नो राजेन गोविन्द किं भोगे जीवितेन वा जे सामर्थ्ये काङ्क्षितनु राज्यं भोगः सुखानि च तयि मे अवस्थिता जुधि प्राणस्त्युक्ता धनानि च आचार्यः पितरः पुत्रं स्तेथ च पितामहः मातुलः श्वशुरः पुत्रं शालः समधिनस्ता एतन्नहन्तुमिच्छामि घृत्नोऽपि मधुसूदन अपि त्रैलोक्यराजस्य हेतोः किन्तु मही कृते निहत्य धातराष्ट्राणाः का प्रीतिः जनार्दन पापमेवाश्रयेदस्मान् हतैतानाततायिनः तस्मान्नाह वयं हन्तुं धातराष्ट्रान् स्वबान्धवान् स्वजनं हि कथं हत्वा सुखिनः स्याम माधव यद्यप्येते न पश्यन्ति लोभोपहत चेतसः कुलक्षयकृतं दोषं मित्रदोहं च पातकम्। हे कृष्ण, ଯୁଦ୍ଧାଭିଳାଷୀ ଏହି ସମସ୍ତ ଆତ୍ମୀୟ ସ୍ୱଜନକୁ ସମବେତ ହୋଇଥିବା ଦେଖି ମୋର ସମସ୍ତ ଶରୀର ଅବସନ୍ନ ହୋଇପଡ଼ୁଛି। ମୁଖ ଶୁଷ୍କ ହେଉଛି, ମୋ ଶରୀରରେ କମ୍ପନ ଓ ରୋମାଞ୍ଚ ଜାତ ହେଉଛି। ଗାଣ୍ଡୀବ ଧାରଣ ପାଇଁ ହସ୍ତ ସକ୍ଷମ ହେଉନାହିଁ ଏବଂ ତ୍ୱଚାରେ ଜ୍ୱଳନ ଅନୁଭବ ହେଉଛି। ହେ କେଶବ, ମୁଁ ଅବସ୍ଥାନ କରିବାକୁ ସକ୍ଷମ ହେଉନାହିଁ। ମୋର ମନରେ ଭ୍ରମ ଜାତ ହେଉଛି ଏବଂ ବିପରୀତ ଲକ୍ଷଣ ସବୁ ମୋତେ ଦୃଶ୍ୟ ହେଉଛି। ଯୁଦ୍ଧରେ ସ୍ୱଜନମାନଙ୍କୁ ହତ୍ୟା କରି କୌଣସି ମଙ୍ଗଳ ମୁଁ ଦେଖିପାରୁନାହିଁ। ହେ କେଶବ, ମୋର ବିଜୟ ଦରକାର ନାହିଁ। ରାଜ୍ୟ ସୁଖ ଭୋଗ ପାଇଁ ବି ମୋର ଆଉ ଇଚ୍ଛା ହେଉନାହିଁ। ହେ ଗୋବିନ୍ଦ, ଆମର ରାଜ୍ୟ କି ପ୍ରୟୋଜନ? ଭୋଗ ଓ ଜୀବନରେ ମଧ୍ୟ କି ପ୍ରୟୋଜନ? ଯାହା ପାଇଁ ରାଜ୍ୟ, ଭୋଗ ଓ ସୁଖ ଆମେ କାମନା କରୁଥିଲୁ, ସେମାନେ ଏହି ସକଳ ଆଚାର୍ଯ୍ୟ, ପିତୃବ୍ୟ, ପୁତ୍ର, ପିତାମହ, ମାତୁଳ, ପୌତ୍ର, ଶାଳକ ତଥା କୁଟୁମ୍ବ ପରିଜନ, ପ୍ରାଣ ଓ ଧନ ସମ୍ପଦ ତ୍ୟାଗ କରି ଯୁଦ୍ଧରେ ଉପସ୍ଥିତ ହୋଇଛନ୍ତି। ହେ ମଧୁସୂଦନ, ଆମକୁ ହତ୍ୟା କଲେ ମଧ୍ୟ ଏମାନଙ୍କୁ ମୁଁ ହତ୍ୟା କରିବାକୁ ଇଚ୍ଛା କରୁନାହିଁ। ତ୍ରିଲୋକର ରାଜ୍ୟ ନିମିତ୍ତ ମଧ୍ୟ ଏମାନଙ୍କୁ ହତ୍ୟା କରିବାକୁ ଇଚ୍ଛା କରୁନାହିଁ। ପୃଥିବୀ ପାଇଁ ବା କ'ଣ କହିବି? ହେ ଜନାର୍ଦ୍ଦନ, ଦୁର୍ଯ୍ୟୋଧନାଦିଙ୍କୁ ବଧ କରି ଆମକୁ କି ସୁଖ ମିଳିବ? ଆତତାୟୀ ହେଲେ ମଧ୍ୟ ଏମାନଙ୍କୁ ହତ୍ୟା କରିଲେ ଆମ୍ଭକୁ ପାପ ଲାଗିବ। ଅତଏବ ସବାନ୍ଧବ ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କୁ ବଧ କରିବା ଆମର ଉଚିତ ହେବ ନାହିଁ। ବସ୍ତୁତଃ ହେ ମାଧବ, ଆତ୍ମୀୟମାନଙ୍କୁ ବଧ କରି କି ପ୍ରକାର ସୁଖ ମିଳିବ? ଲୋଭରେ ହତଜ୍ଞାନ ଏମାନେ
କୂଳକୁ ଧ୍ୱଂସ କରିବାର ଦ୍ୱେଷ, ଦୋଷ ଓ ମିତ୍ରମାନଙ୍କ ପ୍ରତି ଶତ୍ରୁତା ଆଚରଣ କରିବାର ପାପ ଦେଖି ପାରୁନାହାନ୍ତି। ହେ ଜନାର୍ଦ୍ଦନ, କୁଳକ୍ଷୟ ଜନିତ ଦୋଷର ଦର୍ଶକ ଆମ୍ଭମାନଙ୍କ ଦ୍ୱାରା ଏହି ପାପରୁ ନିବୃତ୍ତ ହେବାରେ ଜ୍ଞାନ କେମିତି ହେବ ନାହିଁ? ଏହାପରେ ଅର୍ଜୁନଙ୍କର ନୀତିବୋଧ ପାପ ପୁଣ୍ୟ ବୋଧ ଜାଗ୍ରତ ହୋଇ ତାଙ୍କର ଦେହ ଓ ଇନ୍ଦ୍ରିୟର ବିଦ୍ରୋହକୁ ସମର୍ଥନ କରିଛି। ବସ୍ତୁତଃ ଅର୍ଜୁନ ହଠାତ୍ ତାମସିକତା ଓ ଦୁର୍ବଳତା ଦ୍ୱାରା ଆକ୍ରାନ୍ତ ହୋଇ ଭଗବତ୍ ନିର୍ଦ୍ଦିଷ୍ଟ ମହାନ କର୍ତ୍ତବ୍ୟରୁ ବିରତ ହୋଇଥିଲେ। କିନ୍ତୁ ସେ ପାପ ପୁଣ୍ୟର ବିଚାର କରି ତାଙ୍କର ସେହି ବିଚ୍ୟୁତିକୁ ସମର୍ଥନ କରିଛନ୍ତି। ନୀତିଜ୍ଞାନ ପାପ ପୁଣ୍ୟ ବୋଧ ସାଧାରଣ ଜୀବନରେ ବିଶେଷ ସହାୟ ହୋଇଥାଏ। ଏହାଦ୍ୱାରା ମନୁଷ୍ୟ ପାପକୁ ବର୍ଜନ କରି ନିଜର ଆତ୍ମବିକାଶକୁ ନିଷ୍କଣ୍ଟକ କରେ। ଗୀତା ପାପ କରିବାକୁ କହେ ନାହିଁ, କିନ୍ତୁ ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ପାପୀ କେବେ ହେଲେ ପରମାତ୍ମାଙ୍କ ସାନ୍ନିଧ୍ୟ ଲାଭ କରିପାରେ ନାହିଁ। ସମସ୍ତ ପାପର ମୂଳ କାମ କ୍ରୋଧକୁ ଉଚ୍ଛେଦ କରିବା ପାଇଁ ଗୀତା ନିର୍ଦ୍ଦେଶ ଦିଏ। କିନ୍ତୁ ସାଧାରଣ ମଣିଷର ପାପ ପୁଣ୍ୟ ବୋଧ ଭ୍ରାନ୍ତ ଧାରଣା ଉପରେ ପର୍ଯ୍ୟବସିତ। ଏହା ମନ, ବୁଦ୍ଧି ଓ ସତ୍ତ୍ୱଗୁଣର କ୍ରିୟା। ଯେକୌଣସି ମୁହୂର୍ତ୍ତରେ ଏହା ତାମସିକତା ଦ୍ୱାରା ଆଚ୍ଛନ୍ନ ଓ ବିକୃତ ହୋଇପାରେ। ସେତେବେଳେ ମଣିଷ ଅଧର୍ମକୁ ଧର୍ମ ବୋଲି ମନେ କରେ। ଅର୍ଜୁନଙ୍କ କ୍ଷେତ୍ରରେ ଠିକ୍ ତାହା ହିଁ ହୋଇଛି। ପରମାତ୍ମା ଗୀତାରେ ଯେଉଁ ପଥ ନିର୍ଦ୍ଦେଶ କରିଛନ୍ତି, ତଦ୍ୱାରା ଆମେ ମନ ବୁଦ୍ଧିର ଊର୍ଦ୍ଧ୍ୱରେ, ସାତ୍ତ୍ୱିକତାର ଊର୍ଦ୍ଧ୍ୱରେ ଦିବ୍ୟ ଜ୍ଞାନର ପୂର୍ଣ୍ଣ ଜ୍ୟୋତି ଅଭ୍ରାନ୍ତ ଦୃଷ୍ଟି ଲାଭ କରିପାରିବା। ତାହା ସାଧାରଣ ମନୁଷ୍ୟର ପାପ ପୁଣ୍ୟ, ଶୁଭ ଅଶୁଭ ବିଚାରର ବହୁ ଊର୍ଦ୍ଧ୍ୱରେ। କ୍ରମଶଃ ଓମ୍ ଶାନ୍ତି।